हजार हजार श्रद्धालुओं भिड़े पूर्णाहुति सहित हरिहर भेट संपन्न। पुरी जिला कृष्णप्रसाद ब्लॉक कालुपाटना ग्रामर चिलिका कूल 11 दिन चली बाबा चौबरों पीठरे 72तम विश्वशांति महायज्ञ महाआडंबर संपन्न होइछि। ଏହି ପୂର୍ଣ୍ଣାହୁତି ଉତ୍ସବକୁ ଅନୁଷ୍ଠାନର ସଭାପତି ସ୍ୱାଧୀନ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ପୂର୍ବତନ ସଭାପତି ରବୀନ୍ଦ୍ର ଜେନା, ସମ୍ପାଦକ ଉପସଭାପତି କୋଷାଧ୍ୟକ୍ଷ ଏବଂ ଅନୁଷ୍ଠାନର ସମସ୍ତ ସଦସ୍ୟ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ସମ୍ପନ୍ନ ହୋଇଥିଲା। ସନ୍ଧ୍ୟାରେ ପୂର୍ଣ୍ଣାହୁତି ସମୟରେ ହଜାର ହଜାର ଭକ୍ତଙ୍କ ମେଳରେ ପୂର୍ଣ୍ଣାହୁତି ଚାଲିଥିବା ବେଳେ ଯଜ୍ଞ ମଣ୍ଡପ ଚତୁଃପାର୍ଶ୍ୱରେ ଗ୍ରାମର ମହିଳାମାନେ ଉତ୍ସାହର ସହିତ ସଂକୀର୍ତ୍ତନ କରିଥିଲେ। ବାବାଙ୍କ ଚରୁ ପ୍ରାପ୍ତ ପାଇଁ ଶତାଧିକ ମହିଳା ଗୁହାରିଆ ବସିଥିଲେ। ବାବାଙ୍କ ଚରୁ ପ୍ରସାଦ ସେବନ କରିଲେ ଅପୁତ୍ରିକ ପୁତ୍ରବତୀ ହେବା ସହ ବିଭିନ୍ନ ଦୁରାରୋଗ୍ୟ ପାଇଁ ମାନସିକ ରଖିଥିବା ଭକ୍ତମାନେ ଏହି ଚରୁ ପ୍ରସାଦ ପ୍ରାପ୍ତ କରି ରୋଗମୁକ୍ତି ହୁଅନ୍ତି ବୋଲି ପୂର୍ବପୁରୁଷମାନେ କହି ଆସିଛନ୍ତି। ପୂର୍ଣ୍ଣାହୁତି ସମ୍ପନ୍ନ ପରେ ଗ୍ରାମରୁ ବିଶ୍ୱଶାନ୍ତି ମହାଯଜ୍ଞକୁ ନିମନ୍ତ୍ରିତ ହୋଇ ଆସିଥିବା ଦେବଦେବୀ ମାନଙ୍କୁ ଦଳରେ ବସାଇ ଗ୍ରାମର ବାଳକ ବାଳିକା, ଯୁବକ ଯୁବତୀ, ପୁରୁଷ ଓ ମହିଳାମାନେ ବିରାଟ ଶୋଭାଯାତ୍ରାରେ ଘଣ୍ଟା ଘଣ୍ଟା ମୃଦଙ୍ଗର ତାଳେ ତାଳେ ନୃତ୍ୟ କରି ଗ୍ରାମ ଭ୍ରମଣ କରାଇ ଶେଷରେ ଗାଁ ମଧ୍ୟରେ ଠାକୁରମାନଙ୍କର ହରିହର ଭେଟ କରାଯାଇଥିଲା। ଏହି ହରିହର ଏଭଳି ଆନନ୍ଦ ଦେଉଥିଲା ଯେ ସ୍ଥାନୀୟ ଅଞ୍ଚଳ ଧାର୍ମିକ ବାତାବରଣ ସୃଷ୍ଟି କରିବା ସହ ହଜାର ହଜାର ଶ୍ରଦ୍ଧାଳୁ ଏହାକୁ ଆନନ୍ଦର ସହିତ ଉପଭୋଗ କରିଥିଲେ। ପରେ ପରେ ସମସ୍ତ ଦେବାଦେବୀମାନଙ୍କୁ ନିଜ ନିଜ ମନ୍ଦିରରେ ପହଞ୍ଚାଇବା ପରେ ବାବା ଚୌବରଙ୍କ ପୀଠରେ ହଜାର ହଜାର ଭକ୍ତ ମାଗଣା ପ୍ରସାଦ ସେବନ କରିବା ସହିତ ଗୀତିନାଟ୍ୟ, ଶ୍ରୀକୃଷ୍ଣ ଲୀଳା ଉପଭୋଗ କରିଥିଲେ।
ମୁଁ ସେ ରବୀନ୍ଦ୍ର କୁମାର ଜେନା ଆଳିପଟଣା ସୌଭାଗ୍ୟ ଜଗ କମିଟି ସଭାପତି। ବର୍ତ୍ତମାନ 11 ଦିନ ଧରିକି ଚାଲିଥିଲା ଆଜି ମହାପ୍ରଭୁଙ୍କର ମହାପ୍ରଭୁର ପୂର୍ଣ୍ଣାହୁତି ହେଲା, କଣ କହିବେ ଆପଣ? କଣ ଆଉ ପ୍ରତିବର୍ଷ ଚାଲିଛି ଏବେ ବି ଚାଲିଛି, 11 ଦିନ ଧରି ବିଶ୍ୱ ମହାଯଜ୍ଞ ଚାଲିଛି। ଆଉ ସବୁ ପ୍ରକାର ତ ବ୍ୟବସ୍ଥା ଠାକୁରଙ୍କ ଦ୍ୱାରା ସବୁ କିଛି ଚାଲିଛି, କିଛି ପ୍ରୋବ୍ଲେମ ନାହିଁ। ମୁଁ ବି ଏ ବର୍ଷ ଚାଲିଛି, ଆଗାମୀ ବି ଚାଲି ରହିବ। ଆଜି ବର୍ତ୍ତମାନ ଆପଣଙ୍କ 11 ଦିନ କାର୍ଯ୍ୟକ୍ରମ ସରିଲା, ଠାକୁର ମାନେ ଗାଁ ବୁଲିଲେ ଏବଂ ହରିହର ଭେଟ କରାଗଲା, ପ୍ରତିବର୍ଷ ନିୟମ। ଆଜ୍ଞା ଆଜ୍ଞା। କଣ କଣ କରାଯାଏ ଏଠି ଆମର ଯୋଉ ଠାକୁର ମାନେ ସବୁ ଆମନ୍ତ୍ରିତ ହେଇକି ଆସିଛନ୍ତି ପ୍ରଥମ ଦିନ, ଆଜି ସବୁ ଜାଗା ସବୁ ଆଜି ବିଦାୟ ହେବେନି। ସବୁ ଠାକୁର ମାନେ ରାଧା ମନ୍ଦିରକୁ ଯିବେ, ଗାଁ ମଧ୍ୟରେ ହରିହର ଠାକୁରଙ୍କର ଭେଟ ହବ ଏବଂ ଯେମିତି ପ୍ରଶାସନ ମାନେ ବାଣ ଫୁଲ ଯେମିତି ଧୀରେ ଧୀରେ ସବୁ ଲାଗି ଯେମିତି ଆରମ୍ଭରେ ଯେମିତି ପ୍ରଥମ ଯାତ୍ରା ଆଜି ସମାପନ କରାଗଲା, ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ କରାଗଲା। ଆଉ ତାପରେ ଏମିତି ପ୍ରସାଦ ସେବନ କରାଯିବ, ଅତୀତ କୃଷ୍ଣ ଅଛି ସବୁ କିଛି ଅଛି ଏମିତି। 11 ଦିନ ଧରିକି ଏତେ ସୁନ୍ଦର ଭାବେ କାର୍ଯ୍ୟକ୍ରମ କରାଗଲା, ଶ୍ରେୟ କାହାକୁ? ଆଜ୍ଞା କଣ ଆଉ କାହାକୁ ଦେବା, ସବୁ ତ ପ୍ରଭୁର ଇଚ୍ଛା, ପ୍ରଭୁଙ୍କର ତ ସବୁ ଚାଲିଛି। ଆଉ ଏଥିରେ ପ୍ରାଧାନ୍ୟ କିଛି ନାହିଁ, ଆମେ ନିମିତ୍ତ ମାତ୍ର। ବ୍ରାହ୍ମଣ ଯୋଉ ବାହାରୁ ଆସିଥିଲେ ସେମାନଙ୍କର କାର୍ଯ୍ୟକ୍ରମ ଉପରେ ସବୁ ବହୁତ ଖୁସି ଅଛି। ଆଉ ଆସନ୍ତା ବର୍ଷ ପାଇଁ କିଛି ପ୍ଲାନ କରାଗଲା ନା ଆଉ କଣ ରହିଲା ଠାକୁରଙ୍କର? ନାଇଁ ଆସନ୍ତା ବର୍ଷ ପାଇଁ ଯେମିତି ଅନୁଷ୍ଠାନ ହଉଛି ସେମିତି ଅନୁଷ୍ଠାନ କରାଯାଉଛି, ଯେମିତି ବ୍ରାହ୍ମଣ ମାନଙ୍କୁ ବଢା ଦିଆଯାଉଛି, ପାଲା ବାଲା ବଢା ଦିଆଯାଉଛି, ଆମର ସବୁ ଯେମିତି ଆଗାମୀ ଯେମିତି କରାଯାଉଛି। ସାହିତ୍ୟ ଆସର କରାଯାଇଥିଲା, ତ କଣ ଥିଲା ତାର ଉଦ୍ଦେଶ୍ୟ? ଆଜ୍ଞା ସାହିତ୍ୟ ଆସର କରାଯାଇଥିଲା। ହଁ ସେଇଟା ଆମର ଏଟା ପ୍ରତିଭା ସମ୍ମାନ ଯୋଉମାନେ ଏରିଆରେ ଟିକେ ଭଲ କାମ କରନ୍ତି, ସ୍କୁଲ ପିଲା ମାନେ ଯୋଉମାନେ ଟିକେ ଜଣେ ଏବେ ଆମର ଓଏସ୍ ପାଇଥିଲେ ସେମାନଙ୍କୁ ସବୁ ସମ୍ମାନ ଦିଆଯାଏ। ମାନେ ଦୀନବନ୍ଧୁ ବେହେରା, ମୋର ବୟସ ଗ୍ରାମରେ ବର୍ତ୍ତମାନ 11 ଦିନ ଧରି ଚୌବରଙ୍କର ଯୋଉ ଯଜ୍ଞ ଚାଲିଥିଲା ମହାଯଜ୍ଞ, ଆଜି ତାର ପୂର୍ଣ୍ଣାହୁତି ସହିତ ବର୍ତ୍ତମାନ ଗ୍ରାମକୁ ସବୁ ଦେବାଦେବୀ ଫେରିଲେ ଏବଂ ହରିହର ଭେଟ ବି କରାଗଲା। ବର୍ତ୍ତମାନ କଣ କହିବେ ଏ ଯୋଉ କରାଯାଉଛି ମହାଯଜ୍ଞ, ତାର କଣ ମୁଖ୍ୟ ଉଦ୍ଦେଶ୍ୟ କଣ? ମୁଖ୍ୟ ଉଦ୍ଦେଶ୍ୟ ତ ହଉଛି ଅଞ୍ଚଳ ବିଶ୍ୱ ଶାନ୍ତି ପାଇଁ, ଏହାର ଯଜ୍ଞର ଉଦ୍ଦେଶ୍ୟ ହଉଛି ବିଶ୍ୱ ଶାନ୍ତି ଏବଂ ଅଞ୍ଚଳର ମଧ୍ୟ ଶାନ୍ତି, ଏହା ପାଇଁ ବିଶ୍ୱ ଶାନ୍ତି ଯଜ୍ଞ ହଉଛି। ଯଜ୍ଞ 72 ବର୍ଷ ହେଲାଣି, ତ ପ୍ରଥମେ କଣ ପାଇଁ ଯଜ୍ଞ କରାଗଲା? ପ୍ରଥମେ ଯଜ୍ଞ କିଛି ଲୋକ ଗୋଟେ ସହଦେବ ବୋଲି ଆମ ଏଠି ଅଛନ୍ତି, ଯୋଉ ପଞ୍ଚୁ ପାଣ୍ଡବଙ୍କ ଭିତରେ ସହଦେବ, ସେଇଠି ଗୋଟେ ଜଣେ ସାଧୁ ଆସି ଯଜ୍ଞ କରୁଥିଲେ, ତାକୁ ଦେଖିକିରି ଏଠି ଯଜ୍ଞ ଆରମ୍ଭ ହେଲା। ତାପରେ 10-12 ବର୍ଷ ପରେ ଏ ଯଜ୍ଞ ପୂର୍ଣ୍ଣ ହେଲା ପରେ ସେଠିକି ବେଳେ ବାଘମୁଣ୍ଡା ଏବଂ ଆଳୁପଟଣା ଗଣ୍ଡଗୋଳରେ ଜଣେ 2 ଜଣ ଲୋକ ଏଠି ପୁରା ସିରିୟସ ହେଇଗଲେ। ତେଣୁ ସେମାନଙ୍କ ଜୀବନ କାମନା କରି ଏଠି ପୁଣି ଥରେ 14 ବର୍ଷ ଯଜ୍ଞ ରଚା ହେଲା। ତାପରେ ତ ଏଇ କ୍ରମାନ୍ୱୟ ଭାବେ ଚାଲିଛି, ଆଜି 72 ହେଲା। ତ ଚଳିତ ବର୍ଷ ବର୍ତ୍ତମାନ ଯୋଉ 11 ଦିନ କଣ କାର୍ଯ୍ୟକ୍ରମ ଥିଲା, କଣ କଣ ସବୁ କରାଯାଇଥିଲା? ଆମର ରାମଲୀଳା ହେଇଛି, ଆଜି ହେବ କୃଷ୍ଣ ଲୀଳା, ମଝିରେ ଭଜନ ସମାରୋହ ଆମର ଯୋଉ ଶିବ ନନାଙ୍କ ଦ୍ୱାରା ମଧ୍ୟ ଭଜନ ଏଠି ପରିବେଷଣ ହେଇଥିଲା। ଆଉ ଏଠି ମଧ୍ୟ ଯୁବକମାନଙ୍କୁ ଉତ୍ସାହିତ କରିବା ପାଇଁ କ୍ରିକେଟ ଏବଂ ଭଲିବଲ ଏସବୁ ଟୁର୍ଣ୍ଣାମେଣ୍ଟ ବି ହେଇଥିଲା। ଏଠି ଦେଖାଯାଉଛି ଗୋଟେ ବାଉଁଶ ବୁଦା ଅଛି, ତ ସେ ବାଉଁଶ ବୁଦାର ବି କିଛି ଅଛି ଅଲୌକିକ ଶକ୍ତି ବୋଲି ଶୁଣିବାକୁ ମିଳେ, କଣ ଅଛି ସେ ବାଉଁଶ ବୁଦାର? ସେଇ ବାଉଁଶ ବୁଦାଟା ହଉଛି ତ ଠାକୁର ବୋଲି ଆମେ ତାଙ୍କୁ ବିଶ୍ୱାସ କରୁ, କାରଣ ଆମ ପୂର୍ବପୁରୁଷ ମାନେ ଆମକୁ କହିଛନ୍ତି ଯେ ସେଇ ବାଉଁଶ ବୁଦାରେ 2ଟା କଠଉ ସେମାନେ ପାଇଛନ୍ତି। ତେଣୁ ସେ ଗୋଟେ ବିରାଟ ଜଙ୍ଗଲ ସେଠି ଥିଲା, ସେଇ ବାଉଁଶ ବୁଦାରେ କଠଉ 2ଟା ପାଇବା ଫଳରେ ସେମାନେ ସେଇ କଠଉକୁ ପୂଜା କରୁଛନ୍ତି ଏବଂ ତାଙ୍କୁ କୁଆଡେ ସ୍ୱପ୍ନ ହେଲା ଯେ ଠାକୁର ସେ ଯୋଉ ସାଧୁ ସେଠି ଦେହ ତ୍ୟାଗ କରିଛନ୍ତି, ତାଙ୍କ ନାଁ ଚୌବର ଗୋସ୍ୱାମୀ। ଚୌବର ବାବା ଆଜ୍ଞା ଏଠାକୁ ଆସିଲେ କେମିତି ଏବଂ ପୂଜା ପାଇଲେ କେମିତି? ଏଠିକି ଆସିବାର ଯଦିଓ ଆମେ ଠିକ ଭାବରେ କହିପାରିବୁ ନାହିଁ, କିନ୍ତୁ ଅନୁମାନ କରାଯାଉଛି ଯେତେବେଳେ ଜଗନ୍ନାଥଙ୍କ ଉପରେ ଇସଲାମ ମାନଙ୍କ ତରଫରୁ ଜଗନ୍ନାଥମାନଙ୍କ ତରଫରୁ ଯେତେବେଳେ ଆକ୍ରମଣ ହେଇଛି, ଜଗନ୍ନାଥ ଏଇ ଅଞ୍ଚଳକୁ ବହୁ ସମୟ ଆସିଛନ୍ତି ଏବଂ ଯେହେତୁ ଚୌବର ତାଙ୍କ ଭକ୍ତ, ତାଙ୍କ ପଛେ ପଛେ ବୋଧେ ଆସିଛନ୍ତି। ତାଙ୍କର ସାମ୍ନାରେ ଏକ ସାଗର ଶ୍ରୀକ୍ଷେତ୍ର ବୋଲି ଗୋଟେ ଜାଗା ଅଛି, ସେଇଠି ଜଗନ୍ନାଥ ବଳଭଦ୍ର ସୁଭଦ୍ରା କିଛି ଦିନ ଆତ୍ମଗୋପନ କରିଛନ୍ତି। ଜଗନ୍ନାଥ ଚକାନାଥ ଯିବା ରାସ୍ତାରେ ଦେଖା ହୁଅନ୍ତି ନା ନାଇଁ? ଶୁଣା ଯାଉଛି ଯେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିବାକୁ ଯୋଉ 4 ଜଣ ଋଷି ଆସିଥିଲେ, ତ ଚୌବର ଅନ୍ୟତମ। ଆଜ୍ଞା କଣ କହିବେ ତାପରେ? ସେଇଟା ତ ଆମର ସେଇଟା ଗୋଟେ ଶୁଣା କଥା, କିନ୍ତୁ ଏହାର ନିର୍ଦ୍ଦିଷ୍ଟ ପ୍ରମାଣ ଆମ ପାଖରେ ସେମିତି କିଛି ନାହିଁ।
आलू कटना ग्रामवासी सौजन्यता आंदोलन 71 वर्ष अर्थात गाँव परिक्रमा बर्तमान अनुष्ठित होती आपण तीनोटी जिन देखिपारे आपण मैंने लोकसभा देखिपारे आध्यात्मिक परिवेश यज्ञर पूर्णाहुति परिसमाप्ति घटवा सहित पूर्णाहुति होगा सहित एटी सांस्कृतिक कार्यक्रम भी किसी अनुष्ठित होती कार्यक्रम भितर सब खेल को प्राधान्य दिया जाए गला क्रिकेट मैच भी होता भली मैच भी होता बर्तमान सांस्कृतिक कार्यक्रम कहले प्रतिभा सम्मान समिति तरफ प्रतिभा समावेश 2026 ग्रामवासी तरफ रामलीला कृष्णलीला पाला ये सब जिनसे अनुष्ठित होती गोटाए कथा मुझे कहबी आपण देखुए ये यज्ञ जो आमर गोटे आध्यात्मिक परिवेश सृष्टि केवल जो आध्यात्मिक परिवेश होती 11 दिन भितर आम तीनोटी जिनिस उपलब्धि कर बाबा महिमा बाबा सौगर पीठर पवित्र पीठर पवित्र महिमा द्वितीय है आध्यात्मिक परिवेश मध्य सांस्कृतिक कार्यक्रम समन्वय तृतीय भी होती प्रतिभा सम्मान समिति द्वारा गोटे भाई 14 वर्ष उद्भूत रही प्रतिभा साहित्य आलोचना होती अर्थ कहर अर्थ आध्यात्मिक परिवेश भितर जीवन पवित्रता एवं साहित्य साधना साहित्य मन गोटे मनर भाषा आई भावर मिलन साहित्य सृष्टि तेणु सब जिनिस यही स्थान गोटाए जिनिस बात कर तम अर्थ 71 वर्ष चलुची ग्रामवासी द्वारा दुईटी जिनिस दुईटी जिनिस गतानुगतिक भाव कथा अनुसार रीतिनीति प्रकट हवा ग्रामवासी द्वारा जो इच्छा शक्ति आज भी प्राय 71 वर्ष हम इच्छा शक्तिर बर्तमान कम देखा जाए कि देखा ना द्वितीय भी आलू कटना ग्रामवासी इनकम 80% अर्थ केवल खर्च होती तेणु गोटे शृंखलित व्यवस्था गतानुगतिक रीति आध्यात्मिक परिवेश भितर यज्ञर पूर्णाहुति 11 दिन धरी तृतीय साहित्य साधना ये विषय केवल इसे समापन कराए जिस शहीद ठाकुर केवल जो आलू कटनार आरोग्य जगत निहती से आखपाख अंचल चार मौजर आम पंचायतर आखपाख पंचायतर आरोग्य जगत आपण मैंने आश्चर्य है जो आमर 70 वर्ष है जो पिला जन्म शेष पर्यटन जो स्थान झी रही आमर ये प्राय 100 अधिक सर्विस अनेक लोक अनेक झील बाहर विवाह से 11 दिन धरी जो स्थान साथी से पवित्र पीठर पवित्र अनुष्ठान केवल निरामिष हरिया खाई पालन करें जला पड़े आमर पवित्रता आमर आंतरिकता आमर संगठित भाव जो रीतिनीति गत शब्द पालन कर पुरीରୁ ରମେଶ ସାହୁଙ୍କ ରିପୋର୍ଟ ନ୍ୟୁଜ୍ ଉପାନ୍ତ ଖବର।